ଈଶାଇ 6 ପର୍ବ ତାର 8 ପଦ। ଏଥିଉତ୍ତାରେ ମୁଁ କାହାକୁ ପଠାଇବି ଓ କିଏ ଆମ୍ଭମାନଙ୍କ ପାଇଁ ଯିବ? ପ୍ରଭୁଙ୍କର ଏହି ରୋବ ମୁଁ ଶୁଣିଲି, ତେବେ ମୁଁ କହିଲି, ମୁଁ ଅଛି, ମୋତେ ପଠାଅ। କଣ ଲେଖାରେ ଅଛି? ଏଥିଉତ୍ତାରେ ମୁଁ କାହାକୁ ପଠେଇବି? ସ୍ୱର୍ଗର ପରମେଶ୍ୱର ସେ କଣ କହୁଛନ୍ତି? ମୁଁ କାହାକୁ ପଠେଇବି ଓ କିଏ ଆମ ପାଇଁ ଯିବ? ପ୍ରଭୁଙ୍କର ଏଇ ରୋବ ମୁଁ ଶୁଣିଲି। ମୁଁ ଜାଣେ ନା ଆପଣ କେବେ ଶୁଣିବେ? ଆପଣ କେବେ ଶୁଣିବା ପାଇଁ ଇଚ୍ଛା କରୁଛନ୍ତି କି? ଆମେ କଣ କହୁଛୁ? ମୁଁ କଣ କରିପାରିବି? ମୁଁ ତ ଗୋଟେ ଗୃହିଣୀ, ମୋର କେତେ କାମ ଅଛି, ମୋର ତ ଦେହ ଅସୁସ୍ଥ ଅଛି। ଆପଣ କୁଆଡେ ଯିବା ଦରକାର ନାହିଁ। ଆପଣ ଯୋଉଠି ଅଛନ୍ତି ସେଇଟା ଆପଣଙ୍କ ସୁସମାଚାର କେନ୍ଦ୍ର। ଆପଣଙ୍କ ଘରେ ପ୍ରତିଦିନ ଲୋକ ମିଶିବା ପାଇଁ ଆସିବେ। ଆପଣ ପ୍ରତିଦିନ ଲୋକମାନଙ୍କୁ ମିଶିବା ପାଇଁ ଯାଉଛନ୍ତି। ବେଳେ ବେଳେ କୁହନ୍ତି, ଆଜ୍ଞା ମୁଁ ତ ବାଇବଲ ଟ୍ରେନିଂ କରିନାହିଁ, ମତେ ତ କହି ଜଣା ନାହିଁ। କହି ଜଣା ନାହିଁ? ଦିନ ସାରା ପାଟି ବନ୍ଦ ହଉନାହିଁ? ନାଇଁ, ଆମେ କଣ କହୁଛୁ? ଆଜ୍ଞା ମୁଁ କହି ଜାଣିନି, ଆଜ୍ଞା ମୁଁ ତ କିଛି କହି ଜାଣିନି, କେମିତି କହିବି? ଦିନ ସାରା ପାଟି ବନ୍ଦ ହଉନାହିଁ। ମୋର କହିବାର ଉଦ୍ଦେଶ୍ୟ କଣ? ଆପଣଙ୍କ ଜୀବନରେ ପ୍ରଭୁ ଯାହା କରିଛନ୍ତି ଆପଣ ସେଇଟା କରିପାରିବେ। ଆପଣ ସେଇଟା କହିପାରିବେ। ମୋର ପରିବାର ଶାନ୍ତି ନଥିଲା, ମୁଁ ମୁକ୍ତି କଣ ଜାଣିନଥିଲି। ଆପଣ ପ୍ରଭୁ ଯୀଶୁଙ୍କୁ ଯେତିକି ଜାଣିଛନ୍ତି, ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଖ୍ରୀଷ୍ଟିଆନ ମାନେ ଯୀଶୁଙ୍କୁ ଯେତିକି ଜାଣିଛୁ ସେତିକି ଯଦି କହିବା, ଲୋକମାନେ ପରିବର୍ତ୍ତନ ହେଇଯିବେ। ଲେଖା ଅଛି, କିଏ ଯିବ? କାହାକୁ ପଠେଇବା? ପ୍ରଭୁ ଅସ୍ତବ୍ୟସ୍ତ ହଉଛନ୍ତି, ଆମେ ଘରେ ନୀରବ ଅଛୁ। ତେଣୁ ଅନୁଷ୍ଠାନ ଗୁଡିକ କଣ କଣ ତାଙ୍କର ସ୍ଲୋଗାନ ଥାଉଛି, ଗୋ ଅର୍ ସେଣ୍ଡ। କଣ କହୁଛନ୍ତି? ଗୋ ଅର୍ ସେଣ୍ଡ, ଯାଅ ନଚେତ ପଠାଅ। କିନ୍ତୁ ମୁଁ କହୁଛି, ଯାଅ ଆଉ ପଠାଅ। ଆପଣ ଯେତେ ଦୂର ପର୍ଯ୍ୟନ୍ତ ଯାଇପାରିବେ ଆପଣ ସେଠି ଯାଆନ୍ତୁ। ଦେଖିବେ ବାହାଘର କାର୍ଡ ଦେବା ପାଇଁ ଆପଣ କଣ କରିବେ? ଆପଣ ଯେତେ ଦୂର ଯାଇପାରିବେ ସେତେ ଦୂର ଯିବାର। ବଳଗାଟା କଣ କରିବେ? ଅନ୍ୟମାନଙ୍କ ହାତରେ ପଠେଇଦେବେ। ଏଇଟା ମତେ ଗୋଟେ ନିମନ୍ତ୍ରଣ ପତ୍ର। ଆମର ସେ ଗୀତଟା ଗୋଟେ ଅଛି, ନିମନ୍ତ୍ରଣ ପତ୍ର ହୋଇଛି ଆଗତ, ଆଠ କରି ଦେଖ ହସ୍ତରେ। ସୁସମାଚାର ଭୋଜ ଅଛି, ନିମନ୍ତ୍ରଣ ପତ୍ର ଆପଣ ଯୋଉଠି ଦେଇପାରିବେ। କାର୍ଡ କେମିତି ଦିଅନ୍ତି? ଆପଣ ଯାହାକୁ ଯାହାକୁ ଦେଇପାରିବେ କାର୍ଡ ଦେବେ। ଆଉ ଯୋଉଠି ଯାଇପାରୁନାହାନ୍ତି କଣ କରିବେ? ଏଇଟା ଟିକେ ସେମାନଙ୍କୁ ଦେଇଦବ, ହେଲା। এইটা হচ্ছে কাମ। ଆପଣ ଯାଆନ୍ତୁ ଯେତେ ଯାଇପାରିବେ। ଆଜିର ପ୍ରସଙ୍ଗ ହଉଛି, ବଡଦିନ ସମାପ୍ତ ହେଲା, କିନ୍ତୁ ଗୋଟେ ପ୍ରଶ୍ନ ଚିହ୍ନ ସେ ଗୋଟେ ପ୍ରଶ୍ନ ଚିହ୍ନ ବି ଅଛି, ସମାପ୍ତ ହେଲା କି? ମୋର ପ୍ରିୟ ଭାଇ ଭଉଣୀ ମାନେ, ଅନେକ ଲୋକ ଏବେ ପର୍ଯ୍ୟନ୍ତ ପ୍ରଭୁଙ୍କୁ ଜାଣିନାହାନ୍ତି। ମାର୍କ 8 ପର୍ବ ତାର 36 ପଦ। ମାର୍କ 8 ପର୍ବ ତାର 36 ପଦ। ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? କଣ ଲେଖା ଅଛି? ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ତାର ଜୀବନକୁ ହରାଉଛି, କି ଲାଭ? ତା ମାନେ କଣ? ଜୀବନ ଜଗତର ସବୁ ସମ୍ପତ୍ତି ଠାରୁ ମୂଲ୍ୟବାନ। ଜୀବନ କଣ ଅଟେ? ଜଗତର ସବୁ ସମ୍ପତ୍ତି ଠାରୁ। ଦେଖନ୍ତୁ, ଜଣେ ଲୋକ ସମ୍ପତ୍ତି ଗଦା କରିପାରୁଛି, ଜୀବନ ବଞ୍ଚାଇ ପାରୁନି। ସମ୍ପତ୍ତି ଗଦା କରୁଛି, ସେ ଘର ବନାଉଛି, ସୁନା କିଣୁଛି, ଗାଡି କିଣୁଛି, ଜମି କିଣୁଛି, ସବୁ କିଣୁଛି, ପରେ ସେ ପଳଉଛି। ଏସବୁ ଯଦି ତାର ଜୀବନକୁ ରକ୍ଷା କରିପାରିଥାନ୍ତା କେତେ ଭଲ ହୁଅନ୍ତା। ଏଇଟା ତାର ଜୀବନ ରକ୍ଷା କରିପାରୁନି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ପ୍ରଭୁଙ୍କର ପରିଚୟ ପାଇଛୁ। ଆମର ଦାୟିତ୍ୱ କଣ? ଅନ୍ୟକୁ କହିବା। ହିତୋପଦେଶ ତାର 11 ପର୍ବ 30 ପଦ। ହିତୋପଦେଶ 11 ତାର 30।
ଧାର୍ମିକର ଫଳ ଜୀବନଦାୟକ ବୃକ୍ଷ ଅଟେ, ପୁଣି ଯିଏ ଜ୍ଞାନବାନ ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ। ଜ୍ଞାନବାନ କିଏ? ଯେ ଅନ୍ୟ ମାନଙ୍କର ଆତ୍ମା ଲାଭ କରେ। କଣ ଲାଭ କରେ? ଜମି ଲାଭ କରେ, ଏଇଟା ଲାଭ ନାହିଁ। କଣ ଲାଭ? ଗୋଟେ ଜ୍ଞାନବାନ ଲୋକ ଅନ୍ୟ ମାନଙ୍କର ଆତ୍ମା ଲାଭ କରେ। ଯଦି ପ୍ରଭୁ ଅନୁଗ୍ରହ କରି ଆପଣ ମାନଙ୍କୁ ସୁଯୋଗ ଦଉଛନ୍ତି, ସୁଯୋଗ ମାନେ ଜୀବନରେ ରଖୁଛନ୍ତି, ଆମେ କଣ କରିବା? ପ୍ରତିଦିନ କିଛି ନା କିଛି କହିବା। ଆମେ ୟା ତା କଥା କହୁଛୁ ନା, ଫୁସଫୁସ ହେଇକରି ଏବେ ସୁସମାଚାର ସେଦି କହିବା। ଇଂଲିଶରେ କହୁଛନ୍ତି ଗସିପ ଦ ଗସ୍ପେଲ। କଣ କହୁଛନ୍ତି? ଗସିପ ଦ ଗସ୍ପେଲ। ମାନେ ଆମେ ଯୋଉ କଥାବାର୍ତ୍ତା ହଉଛୁ ଲୋକମାନଙ୍କ ସହିତ, ଗପସପ କରୁଛୁ, ଏବେ କଣ କରିବା? ସୁସମାଚାରକୁ ଆମେ ସେମିତି କହିବାର ଅଛି। ଯୀଶୁଙ୍କ ବିଷୟ ସେମିତି କହିବାର ଅଛି। ଆମେ ଭାବୁଛୁ ମୁଁ ବହୁତ ଜାଣିଲେ କହିବି, ବହୁତ ଜାଣିବା ଦରକାର। ସେଦିନ ସେ ସମୀରଣୀୟ ସ୍ତ୍ରୀ କେତେ ଜାଣିଥିଲା? କିଛି ନାହିଁ। ପ୍ରଥମ ଥର ପାଇଁ ଯୀଶୁକୁ ଭେଟିଛି। ଆପଣ ମୁଁ ପ୍ରଥମ ଥର ପାଇଁ ଯୀଶୁଙ୍କୁ ଜାଣିନାହୁଁ। ଆମମାନେ ଜାଣି କିଏ 25 ବର୍ଷ, କିଏ 30 ବର୍ଷ, କିଏ 50 ବର୍ଷ। ଆଜି ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। କଣ କରିବା ଆମେ? ବଡ ଦିନ ସମାପ୍ତ ହେଇନି, ପର୍ବ ସମାପ୍ତ ହେଇଛି ଲୋକମାନଙ୍କୁ। କାଲିକି ଚର୍ଚ୍ଚରେ ଲିଚୁ କରାଯିବ, ଆପଣଙ୍କ ଡ୍ରେସ କଲର କାଲିକି ଛାଡିବ, ପିଠାପଣା ସରିଯିବ। ଏବେ ଦେଖନ୍ତୁ, ଏବେ 25 ଆରମ୍ଭ ହେଲା ପ୍ରୋଗ୍ରାମ, କି 24 ଆରମ୍ଭ ହେଲା, ଏବେ 31 ପର୍ଯ୍ୟନ୍ତ ଚାଲିବ ପ୍ରୋଗ୍ରାମ ସବୁ ଚର୍ଚ୍ଚରେ। କଣ ହବ? ଆଜି ସ୍କିଟ୍, କାଲି ଡ୍ରାମା, ଆସନ୍ତା କାଲି କି ସଣ୍ଡେ ସ୍କୁଲ ପିଲାଙ୍କ ପ୍ରୋଗ୍ରାମ ଥିବ, ତାପରେ ମହିଳା ସମିତିରେ ଥିବ, ତାପରେ ଯୁବ ସମିତିରେ ଥିବ, ଆଉ କଣ ଥିବ? ଖାଲି ନାଚ ଗୀତ ଥିବ। ସୁସମାଚାର କୋଉଠି ଥିବ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯୋଉ ପ୍ରକାର ପର୍ବ ପାଳନ କରୁଛୁ, ଶୈତାନକୁ ଫରକ ପଡୁନାହିଁ, କିଛି ଫରକ ପଡୁନାହିଁ। ଆମମାନଙ୍କ ମଧ୍ୟରେ ଅନେକ ଲୋକ 50 ବର୍ଷର ଖ୍ରୀଷ୍ଟିଆନ, କିନ୍ତୁ ଏବେ ପର୍ଯ୍ୟନ୍ତ 50 ଲୋକକୁ ବି କହିନୁ, 50 ଜଣକୁ ବି ଆମେ ସୁସମାଚାର କହିନୁ ନା ନାଇଁ। ଆପଣ ଅନେକଙ୍କ ସହିତ ବ୍ୟବସାୟରେ ସାଥୀ ଅଛନ୍ତି, ଅନେକ ସହିତ ଜମିରେ କାମ କରିଛନ୍ତି, ଅନେକ ସହିତ ସ୍କୁଲରେ ପଢିଛନ୍ତି, କଲେଜରେ ପଢିଛନ୍ତି। ପ୍ରଭୁ ଆଜି ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଲେଖାଯାଉଛି ଯେ ଜ୍ଞାନବାନ ସେ କଣ କରେ? ଅନ୍ୟମାନଙ୍କର ଆତ୍ମାକୁ ଲାଭ କରେ। ଦାନିଏଲ 12 ପର୍ବ ତାର 3 ପଦ ଦେଖିବେ। ଦାନିଏଲ 12 ପର୍ବ 3 ପଦ। ଆଉ ଯେଉଁମାନେ ଜ୍ଞାନବାନ ସେମାନେ ଆକାଶର ଦୀପ୍ତିର ତୁଲ୍ୟ, ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି ସେମାନେ ତାରାଗଣର ତୁଲ୍ୟ, ଅନନ୍ତ କାଳ ପର୍ଯ୍ୟନ୍ତ ସେ ତେଜସ୍ୱୀ ହେବେ। କଣ ଲେଖାଯାଏ? ଯେଉଁମାନେ ଜ୍ଞାନବାନ, କେଉଁମାନେ ଜ୍ଞାନବାନ? ଯେଉଁମାନେ ଜ୍ଞାନବାନ ସେମାନେ ଆକାଶର ଦୀପ୍ତି ତୁଲ୍ୟ, ଆକାଶର ଦୀପ୍ତି ତୁଲ୍ୟ। ଓ ଯେଉଁମାନେ ଅନେକଙ୍କୁ ଧର୍ମ ପ୍ରତି ଫେରାଇ ଆଣନ୍ତି, ଅଧର୍ମରୁ, ପାପରୁ, ମନ୍ଦତାରୁ ଫେରାଇ ଆଣନ୍ତି, ସେମାନେ ତାରାଗଣ ତୁଲ୍ୟ, ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ। ତାମାନେ କଣ? ଯେଉଁମାନେ ଅନ୍ୟର ଆତ୍ମା ରକ୍ଷା କରୁଛନ୍ତି ସେମାନେ ଗୋଟେ ଗୋଟେ ତେଜସ୍ୱୀ ତାରା ଅଟନ୍ତି, ସେମାନେ ଷ୍ଟାର ଅଟନ୍ତି। ସମୀରଣରେ କେହି ପ୍ରଭୁକୁ ଜାଣିନଥିଲେ। ଗୋଟିଏ ସ୍ତ୍ରୀ ଲୋକ ତାର ଜୀବନରେ ପ୍ରଭୁ ଯୀଶୁ ପାଇଲା। ସେ ନୀରବ ରହିନାହିଁ, ନୀରବ ରହିନାହିଁ। କାରଣ ଆତ୍ମା ଲାଭ ସବୁଠାରୁ ବଡ ସେବା କାର୍ଯ୍ୟ। ବଡ ଦିନ ସମାପ୍ତ ହେଲା, ବଡ ଦିନ ସମାପ୍ତ ହେଇନି। ଏ ବଡ ଦିନ କେତେ ଦିନ ଯାଏ ଚାଲିବ? ଏ ବଡ ସଂକଟର ଦିନ ଆସିବା ପର୍ଯ୍ୟନ୍ତ। ବଡ ଦିନ କେତେ ଦିନ ଯାଏ ଚାଲିବ? ବଡ ସଂକଟର ଦିନ ଆସିବା ପର୍ଯ୍ୟନ୍ତ ଏ ବଡ ଦିନ ଚାଲିବ। ଆପଣ ଦେଖନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟିଏ ଦୃଷ୍ଟାନ୍ତ ମାଧ୍ୟମରେ କହିବା ବିଷୟ,
ଲୁକ 15 ପର୍ବରେ ଆମେ ଦେଖୁଛୁ ତାର 3, 4, 5 ପଦ। ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ ତାହାର ଯଦି 100 ମେଣ୍ଢା ଥାଏ ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନ୍ୱେଷତଙ୍କୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ। ପୁଣି ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧଇ ଘରକୁ ଘେନି ଆସେ। ପୁଣି କଣ ଲେଖା ଆପଣ ଦେଖନ୍ତୁ ଏଠି, ବାସ୍ ଏଠି କଣ ଲେଖା ଦେଖନ୍ତୁ ଯେ ଜଣେ ଲୋକର 100ଟା ମେଣ୍ଢା ଅଛି, 100ଟି ମେଣ୍ଢାରୁ ଗୋଟେ ହଜି ଯାଇଛି, ଗୋଟିଏ ହଜି ଯାଇଛି। ସେ ଗୋଟିଏ ଖୋଜି ରକ୍ଷା କରିବା ପାଇଁ ପ୍ରଭୁ ଯୀଶୁ ଆସିଲେ। 99 ଧାର୍ମିକ ଲୋକମାନଙ୍କ ଅପେକ୍ଷା ଯଦି ଜଣେ ପାପୀ ମନ ଫେରାଉଛି, ତ ଆମର କାର୍ଯ୍ୟ କଣ ମୋର ପ୍ରିୟ ଭାଇ ଭଉଣୀ ମାନେ? ଆମର ଦାୟିତ୍ୱ ଯେ ହଜି ଯାଇଛି, ଥିଲା କୁଆଡରେ ଥିଲା, ଘରେ ଥିଲା, ମେଷପଲରେ ଥିଲା, ସେଇଠୁ ହଜି ଯାଇଛି। ଯୋଉ ବିଶ୍ୱାସୀ ମାନେ ମଣ୍ଡଳୀ ଛାଡି ପଳେଇଛନ୍ତି, ପ୍ରାର୍ଥନା ଆସୁନାହାନ୍ତି, ତାଙ୍କ ପ୍ରତି ମୋର ଦାୟିତ୍ୱ କଣ? ସେମାନେ ଆସିଲେ ଆସନ୍ତୁ, ନଥିଲେ ନାହିଁ। ଯାହାର ପାଇଁ ସେ ଦାୟୀ, ଆମ ପାଇଁ ଆମେ ଦାୟୀ। ଆମେ ସ୍ୱର୍ଗକୁ ଗଲେ ହେଲା, ଏ ଷ୍ଟୋରି କୁହନ୍ତୁ, ବୁଝାନ୍ତୁ। ଯେବେ ବି ମିଶିବେ, କାହାକୁ ବି ସାକ୍ଷାତ କରିବେ, ପ୍ରତିଦିନ ଆପଣଙ୍କ ଦାୟିତ୍ୱ କଣ? କାହାରି ନା କାହାରିକୁ ଆମକୁ କହିବା ଶକ୍ତି ପ୍ରଭୁ ଦେଇଛନ୍ତି, କହିବାର ଅଛି। କାରଣ ଆମର କଥାର ଶକ୍ତି ଅଛି, କଥାରେ ପରିବର୍ତ୍ତନ ହେଇପାରେ। ଆମେ କହିବା, ଆମର ଦାୟିତ୍ୱ ସେଇଟା। ଲେଖାଯାଉଛି କଣ? ଗୋଟିଏ ମେଷ ହଜି ଯାଇଛି, ମାନେ 1%। 99% ତ ଅଛି, 1%, ସେ 1% ବି ନାଇଁ, ତାକୁ ବି ଖୋଜି ଆଣିବି। ଆମେ ହେଲେ କଣ କହିଥାନ୍ତୁ, ହଉ ବାଧା ନାହିଁ, ଗୋଟେ ଗଲେ କଣ ହେଲା, 99 ତ ମୋର ଅଛି। କିନ୍ତୁ ପ୍ରଭୁ ଚାହୁଁଛନ୍ତି କଣ? 100% ଲୋକ ରକ୍ଷା ପ୍ରାପ୍ତ ହୁଅନ୍ତି। ତେଣୁ ସେ ଅପେକ୍ଷା କରୁଛନ୍ତି, ତେଣୁ ସେ ବିଳମ୍ବ କରୁଛନ୍ତି। ନହେଲେ ଏତେ ବଡ ଦିନ କାହିଁକି? ଏତେ ବଡ ଦିନ କାହିଁକି? 2000 ବର୍ଷରୁ ଅଧିକ ସମୟ ପ୍ରଭୁ ଅପେକ୍ଷା କରିଛନ୍ତି, ସୁଯୋଗ ଦଉଛନ୍ତି। ତାପରେ ଆପଣ ଦେଖିବେ ଆଉ ଗୋଟେ 8 ଆଉ 9 ପଦ, ସେ ଲୁକ 15 ପର୍ବ 8, 9। ଅଥବା ଏପରି କେଉଁ ସ୍ତ୍ରୀ ଲୋକ ଅଛି ଯେ ତାହାର ଯଦି 10ଟି ଟଙ୍କା ଥାଏ ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ। ପୁଣି ତାହା ପାଇଲେ ସେ ଆପଣ ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି କହେ, ମୋ ସାଙ୍ଗରେ ଆନନ୍ଦ କର, ଯେଉଁ ଟଙ୍କାଟି ହଜାଇଥିଲି ତାହା ପାଇଲି। ଏଠି କଣ ଦେଖୁଛୁ ଆମେ? ସେଠି 1%, ଏଠି 10%। ମାନେ 10ଟା ମୁଦ୍ରାରୁ ଗୋଟେ ମୁଦ୍ରା ହଜି ଯାଇଛି। ଆଉ ଫେରି ପାଇବାର ଯୋଉ ଆନନ୍ଦ, ରକ୍ଷା କରିବାର ଯୋଉ ଆନନ୍ଦ, ସେ ଆନନ୍ଦ ଭିନ୍ନ ଆନନ୍ଦ, ସେ ଆନନ୍ଦ ଭିନ୍ନ ଆନନ୍ଦ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ବେଳେ ବେଳେ ବିଭିନ୍ନ ସ୍ଥାନକୁ ପ୍ରଚାର କରିବାକୁ ଯାଏ। ରାତି ସାରା ଜର୍ଣ୍ଣି କରିକି ଯାଇଥିବୁ, ତାପରେ ଚାଲିବୁ, ତାପରେ ଖାଇବା ପାଇଁ ସୁବିଧା ନଥିବ, ପାଣି ନଥିବ, ରେଷ୍ଟ ନେଇ ନଥିବ, ହାତ ଗୋଡ ବିନ୍ଧୁଥିବ, କେମିତି ଲାଗୁଥିବ। କିନ୍ତୁ ଲୋକମାନଙ୍କୁ ଦେଖି ପ୍ରଚାର କରିଦେଲା ପରେ ସେ ବଥା ସତା ଆହୁରି ନଥିବ। ତାପରେ ନୂଆ ବଥା ଷ୍ଟାର୍ଟ ହବ, ଆଉ ଗୋଟେ ଜାଗା ଗଲା ବେଳକୁ, ଆହୁରି ପାହାଡ ପର୍ବତ ଦେଇ ଗଲା ବେଳକୁ ଆହୁରି ନୂଆ ବଥା। ତାପରେ ଲୋକମାନଙ୍କୁ ଦେଖିଲା ପରେ ବଥା। କାହିଁକି? ଲୋକମାନେ ଉଦ୍ଧାର ପାଇବାର ଦେଖିଲେ ଯୋଉ ଆନନ୍ଦ। ଏବେ ବି ବାହାରିବ ଗୋଟେ ଗାଁକୁ, ଅଛି ପର୍ଜା ଗାଁ, ଆମର ପର୍ଜା ଲୋକମାନେ ସେଠି। ସେ ଗାଁର ସମସ୍ତ ପର୍ଜା ଲୋକ ଏତେ ସୁନ୍ଦର ଭାବରେ ବଡଦିନ ପାଳନ କରନ୍ତି। 25 ପାଳନ କରିଥାନ୍ତେ ଯେ ମୁଁ ଯାଇପାରୁନି 25, 26 ରଖିଛନ୍ତି। ଆଜ୍ଞା, ଆପଣ 26 ବି ଆସନ୍ତୁ। ମାନେ ଏତେ ସୁନ୍ଦର ଲାଗେ ସେ ଗାଁକୁ ଯିବା ପାଇଁ। ରାସ୍ତା ଟିକେ ଦୁର୍ଗମ, ରାସ୍ତା ଟିକେ ଭଲ ନାହିଁ, କିନ୍ତୁ ସେଠି ଗଲା ପରେ ଲାଗିବ ଯେ ଆପଣ କୋଉଠି ଆସିଛନ୍ତି। ଖୋଜିକି ପାଇବାର ଯୋଉ ଆନନ୍ଦ, ସେ ଆନନ୍ଦ କୋଉଠି ନାହିଁ। ତା ତଳେ ଆଉ ଗୋଟେ ଆନନ୍ଦ ଲେଖାରେ ଅଛି, ଆପଣ ଦେଖିବେ 11 ପଦରେ। ଆଉ ସେ କହିଲେ, ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲା।
ଦୁଇଟି ପୁତ୍ରରୁ ଗୋଟେ ପୁତ୍ର ହଜି ଯାଇଛି ଆଉ ଗୋଟେ ପୁତ୍ର ଘରେ ଅଛି। ସେଇ ପୁତ୍ରକୁ ଫେରି ପାଇବାର ମଧ୍ୟ ପିତା ଅପେକ୍ଷା କରୁଛି। ମୁଁ ଆପଣ ମାନଙ୍କୁ କହିବା ପାଇଁ ଏଇଠି 50%, ସେଇଠି 1%, ତାପରେ 10%, ତାପରେ 50%। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଥାଇ ମଧ୍ୟ କଣ କଲେ? 50% ଲାଭ କରି ପଳେଇଲେ। ଲୋକମାନେ କ୍ରୁଶରେ ଚଢେଇ ଦେଇ ଖୁସି ଯାଉଛନ୍ତି, ଯୀଶୁ କ୍ରୁଶରେ ଚଢିଗଲେ ହେଲା। ସେ କ୍ରୁଶରେ ଚଢିଲେ କଣ ହବ? ସେ ଚରମାନଙ୍କୁ ପରିବର୍ତ୍ତନ କରିଦଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଣେ ଲୋକକୁ କହିବା ପାଇଁ ମଧ୍ୟ କେବେ ପଛକୁ ଚାହିଁନାହାନ୍ତି। ଆଜିର ବକ୍ତା ମାନେ କଣ କହୁଛନ୍ତି? କେତେ ଲୋକ ଆସିବେ? ଅତି କମରେ 10,000 ଆସିବେ ତ, 5,000 ଆସିବେ ତ, 2,000 ଆସିବେ ତ, ଏଟଲିଷ୍ଟ 1,000 ଥିଲେ ବି ଚଳିବ। ପ୍ରଭୁ ଯୀଶୁଙ୍କୁ 1,000 ମଧ୍ୟ ଦରକାର ନାହିଁ। ଜଣେ ଲୋକ ପାଇଁ ଆପଣ ମାନେ ମଧ୍ୟ ଆଜି ପ୍ରାର୍ଥନା କରନ୍ତୁ, ପ୍ରଭୁ ମତେ ମଧ୍ୟ ଅନୁଗ୍ରହ ଅନ୍ୟମାନଙ୍କ ପ୍ରତିକି ଯିବା ପାଇଁ। ଯଦି ଆପଣ କହିବେ ନାହିଁ ତେବେ କିଏ କହିବ? ଏଇଟା ମୁଁ ପଚାର, ଯଦି ଆପଣ କହିବେ ନା କିଏ କହିବ? ଯଦି ଆପଣ ପ୍ରଭୁଙ୍କ ପାଇଁ ବଞ୍ଚିବେ ନା କିଏ ବଞ୍ଚିବ? ଆମେ ଅନେକ ଥର ବାହାନା ଦେଖେଇଥାଉ, ମୁଁ ତ ଯାଇଥାନ୍ତି ଯେ, ମୋର ଘରେ ଟିକେ ଦାୟିତ୍ୱ ଅଛି, ମୁଁ ଯାଇଥାନ୍ତି ଯେ, ମୋର ଦେହ ଖରାପ ଅଛି। ଆପଣଙ୍କ ଦେହ ଖରାପ ଅଛି ବୋଲି 5 ଜଣ ଦେଖିବାକୁ ଆସିବେ, ଆପଣ କଣ କରିବାର ଅଛି? ଖଟିଆରେ ବସିକରି କହିବାର ଅଛି ମାନଙ୍କୁ। ମୋର କହିବାର କାମ ସେଇଟା। ଥରେ ମୁଁ ଗୋଟେ ମେଡିକାଲରେ ଆଡମିଟ ହେଇଥିଲି, ବହୁତ ବର୍ଷ ତଳେ କଲେଜ ପଢିବା ସମୟରେ ହେଲା। ଆଡମିଟ ହେଇଛି, ତାପରେ ସେଠି ଲୋକର ତ ମିଳାମିଶା ହେଇଗଲା ସେ ହସ୍ପିଟାଲ ଭିତରେ। ତାପରେ ମୋର ଅପରେସନ ସରିଗଲା, ଡକ୍ଟର କହିଲେ ସେଇଦିନ ଆଗ ତୁମେ ପଳାଅ ବୋଲି କହିଲେ। ମୁଁ କହିଲି ନାଇଁ ଆଜ୍ଞା, ଆଉ ଗୋଟେ 2 ଦିନ ଥିବି। କାହିଁକି ଥିବ? ନାଇଁ ରହିବା ପାଇଁ ଭଲ ଲାଗୁଛି। ଏକ୍ସଟ୍ରା 2 ଦିନ ରହି ସମସ୍ତଙ୍କୁ ସୁସମାଚାର କଲି, ତାପରେ ପଳେଇଲି। ଆମର କାମ କଣ? ଆମେ ଯୋଉଠି ଯିବା, ମୁଁ ବେଳେ ବେଳେ ବିଭିନ୍ନ ଜାଗାରେ ପ୍ରଚାର କରେ। ପ୍ରଚାର କଲା ପରେ ଲୋକମାନେ ତ ଚୁପ ହେଇ ବସିଥାନ୍ତି। ମୁଁ 2 ଘଣ୍ଟା ପ୍ରଚାର କରେ, ତାପରେ ଆସି କଥା ହୁଅନ୍ତି। ମୋ ସ୍ତ୍ରୀ ବେଳେ ବେଳେ କୁହନ୍ତି, 2 ଘଣ୍ଟା କଥା ହେଲ ପୁରା, ଟିକେ ଚୁପ ହେଇକିରି ବସ। ମୁଁ କହିବି, ମୁଁ ଚୁପ ହେଇ ବସିବି? ଆମେ ଯୋଉ କାରରେ ଯାଉଥିବୁ ସେଇଠି ମୁଁ ଆକା ଅଧିକ କଥା ହଉଥିବି, ପ୍ରଚାର କଲା ପରେ ଆହୁରି କଥା। କାହିଁକି? ଆମେ ବଞ୍ଚିଛୁ କଥା ହେବା ପାଇଁ। ମରିଗଲାର କଥା ହେଇ ହବ କି? ନାଇଁ, ଜଣେ ମରିଗଲା ପରେ କଥା ହେଇପାରିବ କି? ନାଇଁ, କଥା ହେଇପାରିବନି। ଆଜିକାଲି ୟୁଟ୍ୟୁବରେ କଥା ହଉଛନ୍ତି, କିନ୍ତୁ ସେଟା ପୁରୁଣା ମେସେଜ ଗୁଡା। ଏବେ କାଲିକି ମୁଁ ଚାଲିଗଲେ ବି ୟୁଟ୍ୟୁବରେ ମୋର ମେସେଜ ଚାଲିଥିବ, କିନ୍ତୁ ପ୍ରତିଦିନ ଯୋଉ ଫ୍ରେଶ ମେସେଜଟା ସେଟା କେମିତି? ତେଣୁ ଆମେ କଣ କରିବା? ଯେତେ ଦିନ ଯାଇ ଅଛୁ କହୁଥିବା, ସ୍ୱର୍ଗରେ ଗଲେ ଆପଣ ହାତ ମିଶାଇ କହିବେ, ଧନ୍ୟବାଦ ନାନୀ, ଭାଇନା ଧନ୍ୟବାଦ, ଆଜ୍ଞା ଧନ୍ୟବାଦ ଆଜ୍ଞା, ତୁମ ପାଇଁ ସ୍ୱର୍ଗକୁ ମୁଁ ଆସିଲି। ତୁମେ ଯଦି କହିନଥାନ୍ତ, ସେ ନରକର ଗାଳୁ କରୁଥିବ, ଇଏ ଆକା ମତେ କହିଲା ନାହିଁ, ଇଏ ମତେ କହିଲେ ନାହିଁ। ଇଏ ଯଦି କହିଥାନ୍ତେ, ଆପଣ ଏବେ ଯାଇ କହିନାହାନ୍ତି। ଚେଷ୍ଟା କରନ୍ତୁ ଆଜିଠାରୁ ଅନ୍ୟମାନଙ୍କୁ କହିବା ପାଇଁ। ଅନେକ ଥର ଆମେ କଣ କରିଥାଉ? ଆମେ ସେବା କାର୍ଯ୍ୟ କରିବା ପାଇଁ ଯିବା ସମୟରେ ମଧ୍ୟ ଆମେ ବାହାନା କରିଥାଉ। ଅନେକ ଲୋକ କୁହନ୍ତି, ପ୍ରଭୁ ଯଦି ମତେ କହିବେ ତେବେ ମୁଁ କହିବି। ପ୍ରଭୁ ଯଦି ତାଙ୍କ କଥା କହିବା ପାଇଁ କହିବେ, ଆପଣଙ୍କୁ ପରଚର୍ଚ୍ଚା କରିବା ପାଇଁ କହିଛନ୍ତି? ସବୁଦିନ ସକାଳେ ଟିକେ ୟା ତା ବିଷୟରେ କହିବ ବୋଲି କହିଛନ୍ତି କି ନାହିଁ? ଆମକୁ କଣ କହିଛନ୍ତି? ତେବେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯାଇ ସୁସମାଚାର କହିବ ବୋଲି କହିଛନ୍ତି। ଆମର କାମ କଣ? ଅନ୍ୟମାନଙ୍କୁ ସୁସମାଚାର ଦେବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଚେଷ୍ଟା କରିବା ଆଗକୁ ଅନ୍ୟମାନଙ୍କ କତିରେ ଯାଇ ପ୍ରଭୁଙ୍କର କଥା କହିବା ପାଇଁ। ଆମ ପାଖରେ ଗୁଡେ ବାହାନା ଥାଇପାରେ, ଆମ ପାଖରେ ଗୁଡେ ବାହାନା ଅଛି। ମୁଁ ଯାଇଥାନ୍ତି, ମୋ ଦେହ ଖରାପ ଅଛି। ମୁଁ କହୁଥିଲି, ଆପଣଙ୍କ ଦେହ ଖରାପ ହେଲେ କଣ ହେଲା? ଆପଣଙ୍କୁ ଲୋକମାନେ ଦେଖିବା ପାଇଁ ଆସୁଛନ୍ତି, ଆପଣ ସେଇଠି କୁହନ୍ତୁ। ଯୋଉଠି ମୁଁ ତ ଯଦି କିଏ ମରି ଯାଇଥିବ ସେଠି ବି ଯାଇଥାଏ, ସେଠି ବି କଣ 2 ଜଣ ଠିଆ ହେଲେ ସେଠି କଥା ହୁଏ। ଚାହା ପିଇବା ପାଇଁ ଡାକି ନେବେ, ସେଇଠି କଥା ହୁଏ। ଯୋଉଠି ସୁଯୋଗ ମିଳେ ସେଇଠି କଥା ହୁଏ। ପ୍ରଭୁ ଆପଣ ମାନଙ୍କୁ ଅନୁଗ୍ରହ କରନ୍ତୁ। ବଡ ଦିନ ସମାପ୍ତ ହେଲା, ପ୍ରଶ୍ନ ଚିହ୍ନ ହେଲା କି ନାଇଁ ଆପଣ କହିବାର ଅଛି।
समाप्त ही नहीं बड़ संकटर दिन आसवा पर्यंत ए बड़ दिन संवाद आम कहूँ आज प्रभु आज आपण मान अनुग्रह करते बेले बेले कहते भौणी माने आज्ञा मु तो महिला लोक आज्ञा मुई केमती जापर मोर बहुत दायित्व अच्छी दायित्व छाड़ी जातु नहीं दायित्व सहित करूँ अनेक लोक जीशु जाते शिष्य माने तो सहित साहाय्य करते पाउल को साहाय्य करते जीशु मानते मगदलिनी मरियम जोहन्ना सुसान्ना एमाने पाउल सहित प्रिस्किला और अन्य भौणी माने केते जन से ना उल्लेख कर अनेक लोग कहते ना आज्ञा मोर तो घरे दायित्व अच्छी दायित्व भितर कथा आपण एटलिस्ट प्रतिदिन जड़े लोक प्रभुकर कथा कहवा भावतु ना मो बाइबल कॉलेज जीवी एमडी करी डॉक्टर डिग्री पाइबी तापर कहबी एत सब कला लोक सुसमाचार कर जड़े भाई सहित मु सेवा कार्य करूए प्रचार कर जना से प्रचार कर जानी ना बाइबल भी पढ़ी जानी ना सहित मुझार बेले बेले मोर पाली पड़ जाए साइकेल रे जाऊ से गले कौन करते सब घर बुली दिखती आम जन आज्ञा बहुत बड़ आज्ञा से आज आज वाक्य कह आसी गछ तलक आसबे खंजणी काढ़ी गीत गाइबे आरंभ करेंगे बही नहीं जा रे हृदयर गंठी रे जिसु नाम बही नहीं जा जिसु नाम रे मिलोई शांति जिसु नाम रे मिलोई मुक्ति घरे घरे कही दे जा बोली खंजणी बजाई बजाई गाइबे ता भीतर 50-60 लोग जमा होइजिबे आउ टिके देखिबा कि आसबो कि केते आउ गीत गाइदेले सब जमा हैला परे कोन बोली कहती आज्ञा मोर काम सरी गला आज्ञा एबे आपनकर काम आरंभ करंतु एमिति से कोई कोई अनेक गारे मंडली प्रतिष्ठा ही अनेक गारे आ प्रभु तांकु सुस्थ करिवार दान गुड देइथिले मु प्रचार कला परे से प्रार्थना करन सहर रे अनेक ख्रीष्ट विरोधी लोक जीशु को ग्रहण करने इच्छा करती ना से मत डाक प्रार्थना करती आस बिजनेस चालू ना आम घर असुविधा अच्छी परिचय थी से आपण मान कहवाई चाहे आपणकर गोटे भी उद्यम बेकार जीवन प्रभु सेवारे आम परिश्रम निष्फल नुहे के जन भल कहानी कही पारती के जन लिखि पारती के जन गाई पारती प्रभु आज आम सुजोग देइछन्ति आम इम्पॉसिबल पर लगुच किंतु से दिन मशा कौन बोली कहउछन्ति कि पढ़िबा यात्रा पुस्तक 4 पर्व तार 10 रु 12 यात्रा 4 10 रु 12 अनंतर मशा सदाप्रभु को कहिले हे प्रभु ए समय पूर्वरे अबा आपण निज दास सहित आलाप कला उतारे हे मु वाक्य प्रति नुहे मात्र मु वाक्य रे धीर और जड़ जीव अटे तोहिरे सदा प्रभु तांको कहिले मनुष्यर मुख किए निर्माण करी अछि पुनि मनुष्य को मुख बा बधिर अबा दृष्टि विशिष्ट किए बा दृष्टिहीन किए करई आम्भे सदा प्रभु की ताहा न करू एणु एबे जाओ आम्भे तुम मुखर सहवर्ती होई वक्तव्य कथा तुम्भको शिखाइबा लेखा तुम अपन जदि जीवा पाई इच्छा करिवे प्रभु कहिबार शिखाइबे मु भी एते कथा कहू नथिली एते कथा कहि मु भी जानि नथिली जब मु आग्रह प्रकाश कली बेले बेले लोक मान कहते आज्ञा आपण एते दृष्टांत दियंती जे आज्ञा आपण लेखिकी रखि थांती कि मो पारे किछि दृष्टांत लेखा न था कहू आपण मध्य मु कहिबा पाई चाहे परमेश्वर आपण को कहिबा सिखाइबे आपण एते सुंदर कहिबे जो परमेश्वर आपण को कहिबा शक्ति देइछंती पर भाबी देखंतु पितर भलिया लोक प्रचार करूछंती 3000 लोक परिवर्तन हो जाउछंती पितर परि लोक अज्ञान लोक किंतु प्रभु ज्ञानी रो जीवाटा देले आपण मध्य प्रार्थना करंतु प्रभु आज मु कहारी को कहिबा पाई
मोर प्रिय भाई भौणी माने प्रभु चाहूछंती आमे ए सुसमाचार कहबा बड़ दिन समाप्त होई नै बड़ संकटर दिन आसुछि ए वर्ष भी आसी पारे ए मुहूर्त भी आसी पारे सुसमाचार द्वार बंद ही जाउछि हमर दायित्व कोन एटी समय बहुत दूर को जाई पारु ना निकटस्थ स्थान को जाई पारि आपण देखिबे प्रभु यीशु गला बेले कोन कहि कि जाइछंती मार्को 16 तार 15 पुणी से सेमानंकु कहिले तुम्भे माने समुदाय जगत को जाई समस्त मानव जाति निकटरे सुसमाचार घोषणा करो। कौन लिखा है तुमने समुदाय जगत को जाई समुदाय जगत को जाई एबे जाय हमें जाई ना हमें अनेक स्थान हम पहुंची ना होबे भौणी माने भाई माने मु कहिबा पाई चाहे आपण को अंचल जो जो गाँव सुसमाचार प्रचार है नहीं से गाँव ना नहीं प्रार्थना करतु प्रभु ए गाँव लोक भी आपण को जानिबा दरकार आपण प्रार्थना करि थांतु देखिबो समय आसीबो से गाँव रे कोन हबो केही ना केही जिबे अनेक स्थान या हेछि आ हेबो मध्ये आपण को मोर दायित्व कोन आमे जिबा कौन लिखा जाउछि उपदेश को 11 पर्व 6 पद उपदेश को 11 पर्व तार 6 पद तुम्भे प्रभातरे बीज बुण और संध्या बेले आपण हस्त बंद कर नाही कारण एहा अबा ताहा सिद्ध हेबो अबा उभय समान उत्तम हेबो एहा तुम्हे जान नाही। कौन लिखा जाउछि तुमे प्रभात रे भी बुण संध्या रे भी बुण तुम हाथ बंद करो नहीं राति रे सुजोग मिले बुण आउ तुमे मध्यरात रे भी बुण तमर काम कोन बुणी बाटे छे हमर काम होछि कहिबा मोर प्रिय भाई भौणी माने बेले बेले कौन हुए मीटिंग गुडा करे कम समय रखी थांती आज्ञा सकाळ रखी दबा आज्ञा आ संध्या रे करबा मु कोए नाही उपरली भी करंती सर कहती आज्ञा ठीक अछि आज्ञा रखिबा आपण जदि राजी रखिबा मते कष्ट हुए ठिया हेबा पे कष्ट हुए कथा हेबा पे कष्ट हुए सफिशिएंट आमे विश्राम नि नथिबु तथापि मु कोन करे समय को दिबा को दिए ने मु कुए काहे कि हमें जानि न कोन लिखा जाउछि मैं प्रभात रे भी बुण आ संध्या बेले भी आपण हस्त बंद करो नहीं कारण एहा अबा ताहा सिद्ध हबो अबा उभय समान उत्तम हबो एहा तुमे जानो ने हमर को प्रचार काहा को परिवर्तन करबा हमें जानि न हमें कोन करबा अछि कहिबार अछि प्रभु आज आपण मान को अनुग्रह करो ए समान कथा पाउल भी तिमोथी को लिखुछन द्वितीय तिमोथी तार 4 पर्व 2 पद द्वितीय तिमोथी 4 पर्व 2 पद वाक्य प्रचार करो समय रे कि असमय रे सेथिरे उद्योगी हुओ पूर्ण सहिष्णुता सह शिक्षा दे अनुजोग करो पुणी धमक और उत्साह दान करो। कौन लिखा जी वाक्य प्रचार करो समय रे कि असमय रे सेथिरे उद्योगी था समय रे कि असमय रे बाइबल कौन कहउछि सुजोगर सत व्यवहार करो सुजोग थरे कौन हैला जड़े भौणी से बहुत दुख सहित कांदी की कहउथिले आज्ञा जड़े परिवार सहित मोर अशांति थिला मनोमालिन थिला किंतु से गृहर जड़े वयस्क बापा मते आसी कहले मारे गोटे बाइबल देबो कि ठीक हो हो मौसा मु देबी टिके अपेक्षा करंतु मु देबी तांको घरे पुराना बाइबल थिला से देई पारि थांते से कौन भाविले नाई मु तो देबी नुआ बाइबल गोटे देबी से नुआ बाइबल संग्रह कला भितरे ए व्यक्ति जन को चली जाइथिले से जन अण ख्रिस्टियन लोक अटंती अण ख्रिस्टियन लोक बाइबल खोजुछंती आपण देई पारबे ना म आपण मान कहिबा पई चाहे आपण को घरे बाइबल गच्छित होई रहिबा दरकार नूतन्य मेले थाउ तले बाइबल रखंतु किंतु घरे रखि तांतु आवश्यक समय अन्य मान को देबा जने भाई भुवनेश्वर रहंती
से मासे 2 मास को छाड़ी की मासे प्रति मास मध्य किछि बाइबल मते दियन आगे एटा आपण देबे मझिरे मु जेल रे जाउ थाए प्रचार करबा पई सेही बाइबल और नै की जाउ थाए प्रत्येक बाइबल केतन प्रथम थर बाइबल पाउछंती जेल रे आ से जे माने मासे 2 मास थांती से बाइबल पूरा पढ़ी दियन एटा आउ किछि न थाए भितरे आपण को मोबाइल मिलिबो नै आपण किछि करि परिबे नै बेकार बसिथिबे से बाइबल पढ़न चेष्टा करतो आपण माने समय रे कि असमय रे प्रस्तुत थांती वाक्य कहबा पई सुजोग आगकू नाही प्रभु यीशु कोन कहउचंती जहन तारो 9 पर्व 4 पद जहन 9 पर्व तार 4 पद दिन थाउ थाउ मोहर प्रेरणकर्त्ताଙ୍କ कर्म କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ ଏପରି ରାତ୍ରି ଆସୁଅଛି रात्रि आसुची मु कहउतली बड़ संकट रो दिन आसुची ता पूर्वरु कोन करबा हमें ए सुसमाचार कहि देथि अन्य मान को प्रभु को कथा कहि देथि एबे लोक प्रस्तुत अछि बड़ दिन समाप्त हैला कि बड़ दिन एबे पर्यंत समाप्त हेइ नै हमर कार्य कोन हम अन्य मान को प्रभु को कथा कहि मोर प्रिय भाई बहनी मान आसंतु निजको समर्पण करबा कहबा प्रभु मु तो आपन को जानि छी तो मोर परिवार रो मोर ग्राम रो अनेक बंधु वर्ग आपन को जानि ना चक्षु बंद करबा प्रार्थना करबा अपने जी अनुग्रहकारी पिता आमे समस्ते आपन हस्तर समर्पित होछ प्रभु हमर बड़ दिन सरी जाई छी किंतु आम भारत रो अनेक को पाई एबे पर्यंत बड़ दिन संवाद पहुंची नै अनेक एबे पर्यंत आपन को जानती ना प्रभु आमे पर्व परमान रे केवल लिप्त न रही आमे जे पर सुसमाचार नै जाई पारिबु कहि पारिबु हमर प्रतिवासी को हमर बंधु वर्ग को आमे जोठी रहू प्रभु सेठी आमे कहि पारिबु दया कर आमे जते जानि छु प्रभु सते कहि पारिबु कारण आपण आमान को मुख देई छथि कहिबार शक्ति देई छथि प्रभु दया करो प्रभु आमान जे पर आगामी समय रो कोनोसी समय को नष्ट न करू समय अत्यल्प या बुझीबा पे साहाय्य करो अनेक लोक प्रभु आपन को परिचय बे पर्यंत पाई ना प्रभु आमे हुए तो बाहर जाई पारु ना किंतु आम पाख को अनेक लोक आसंती आम दुकान को आसंती आम बिछड़ा पाख को आसंती आम रोग सज्जा थिबा समय आम घर को आसंती आम सांग माने आम सहित कार्य करबा लोक माने अनेक आम सहित थांती प्रतिदिन प्रभु आमे कहि ना प्रभु क्षमा करो प्रभु जे पर आगामी समय आम अन्य मान को समाचार दे पारिबु एथि पे अनुग्रह करो प्रत्येक को आपन बलवंत स्तुत रखिली प्रार्थना करूची प्रभु प्रत्येक को दया करो प्रभु से बड़ संकट दिन आसीबा पूर्वरु से अंधकार दिन आसीबा पूर्वरु विचार आसीबा पूर्वरु सुसमाचार प्रभु सरी नहीं प्रभु अन्य मान को कहिबार दायित्व आमर अटे प्रभु दया कर साहाय्य करो आपण को पुत्र जीशुकर जो हृदय थिला प्रभु लोक मान को देखिले अरक्षक छिन्न भिन्न मेष परि देखुतिले आमे सेमति का देखि पारु ना प्रभु वो प्रार्थना करे आमान को अनुग्रह करो जे पर अन्य मान को उद्धार निमंते आमे यथा तत्पर ही पारिबु प्रत्येक को आपन हस्त रखिली प्रभु कहिबा पई सिखा दया करो बापा दया करो प्रत्येक को आपन हस्त रखी प्रार्थना हमर प्राणर प्रिय जीशु नाम रे मांगिली।